ଦେଖନ୍ତୁ ଆଜି ଭାରତୀୟ ଜନତା ପାର୍ଟି ଯୋଉ କଥା ରଖିଥିଲା ଯେ ଭାରତୀୟ ଜନତା ପାର୍ଟି ସରକାର ଆସିଲେ ଆମର ଯୋଉ ସାଢେ 4 କୋଟି ଓଡ଼ିଆଙ୍କର ପ୍ରାଣ ଦେବତା ଏବଂ ଆମର ଭାବର ଠାକୁର ପ୍ରଭୁ ଜଗନ୍ନାଥଙ୍କର ଦର୍ଶନ ପାଇଁ ଚାରି ଦୁଆର ଖୋଲାଯିବ। ଭକ୍ତ ତାଙ୍କର ଯୋଉ ଦୁଆର ବାଟେ ଯାଇ ପ୍ରଭୁଙ୍କୁ ଦର୍ଶନ କରିବେ, ଶୃଙ୍ଖଳିତ ଦର୍ଶନ ହବ। ତେଣୁ ଯୋଉ ପ୍ରଭୁ ଜଗନ୍ନାଥଙ୍କ ସାଙ୍ଗରେ ଆମ ଭକ୍ତଙ୍କର ଯୋଉ ଭାବ ରହିଛି, ତେଣୁ ୟାକୁ ଭାରତୀୟ ଜନତା ପାର୍ଟି ପ୍ରତିଷ୍ଠିଥିଲା। କାଲି ଦାୟିତ୍ୱ ନେଲା ପରେ ଆଜି ମଙ୍ଗଳ ଆଳତୀ ଦର୍ଶନ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ ପରିଷଦର ସମସ୍ତେ ଆଜି ଚାରିଦୁଆର ବୁଲି ଖୋଲାଗଲା। ତେଣୁ ଆପଣ ଦେଖୁଥିବେ ଏଠି ଗୋଟେ ଭାବର ପରିସ୍ଥିତି ହେଇଛି, ସମସ୍ତେ ଖୁସି। ଯୋଉ କଥାକୁ ସମସ୍ତଙ୍କର ଗୋଟେ ଦାବି ଥିଲା ଯେ ଚାରିଦୁଆର ଖୋଲାଯାଉ, ଦର୍ଶନ ଶୃଙ୍ଖଳିତ ହଉ ଏବଂ ଆମର ଭାବର ଠାକୁର ଆମେ ଯୋଉ ପର୍ଯ୍ୟାୟ ପ୍ରଭୁଙ୍କୁ ଦେଖିକି ଆସିବୁ। ତେଣୁ ନିଶ୍ଚିତ ଭାବରେ ଆଜି ଆମେ ସମସ୍ତେ ଖୁସି, ଯାହା ହଉ ପ୍ରଭୁଙ୍କର ଚାରିଦୁଆର ଖୋଲିଲା ଦର୍ଶନ। ଦେଖନ୍ତୁ ସିଏ ବଡ କଥା, କାହିଁକି ବନ୍ଦ ହେଇଥିଲା ସେ କଥା ସରକାର ବୁଝିବେ, ଇନକ୍ୱାରି କରିବେ। କିନ୍ତୁ ଜନସାଧାରଣଙ୍କର ଭକ୍ତଙ୍କର ଯାହା ଆବଶ୍ୟକ ଥିଲା ତା ଭାରତୀୟ ଜନତା ପାର୍ଟି ପ୍ରତିନିଧି ଦେଇଥିଲା, କାର୍ଯ୍ୟକାରୀ ନିଶ୍ଚିତ ଆଗାମୀ ଦିନରେ ଆପଣ ଦେଖିବେ ଭାରତୀୟ ଜନତା ପାର୍ଟି ଯେତେବେଳେ ଯାହା ପ୍ରତିଶ୍ରୁତି ଦିଏ ତା କରେ ଏବଂ ଆପଣ ଦେଖିବେ ରତ୍ନଭଣ୍ଡାର ନିଶ୍ଚିତ ଚାବି କଥା ହବ, ରତ୍ନଭଣ୍ଡାର ଖୋଲାଯିବ, ପ୍ରଭୁଙ୍କର ଅଳଙ୍କାର ସୁମାରି କରାଯିବ। ନିଶ୍ଚିତ ଭାବରେ ଆପଣ ଅପେକ୍ଷା କରନ୍ତୁ ଆଗକୁ।